ରାଜ୍ୟରେ ଏବେ ହାଡ଼ଫୁଟି ବ୍ୟାପିବାରେ ଲାଗିଛି। ବିଶେଷକରି ବୟସ୍କ ବ୍ୟକ୍ତିମାନେ ଏଥିରେ ଆକ୍ରାନ୍ତ ହେଉଥିବା ନଜରକୁ ଆସିଛି। ନଭେମ୍ବର ଫେବୃଆରୀ ମାସ ଭିତରେ ସାଧାରଣ ଭାବରେ ହାଡ଼ଫୁଟି ବ୍ୟାପିଥାଏ। ମାତ୍ର ଏବେ ଜୁନ୍ ଓ ଜୁଲାଇ ମାସରେ ରାଜ୍ୟରେ ବହୁ ସଂଖ୍ୟାରେ ରୋଗୀ ଏଥିରେ ଆକ୍ରାନ୍ତ ହେଉଥିବା ନଜରକୁ ଆସୁଛି। ତେଣୁ ରୋଗ ସଂକ୍ରମଣ ପ୍ରକ୍ରିୟାରେ ଏଭଳି ପରିବର୍ତ୍ତନ ପଛର କାରଣ କ'ଣ ତାହା ସ୍ପଷ୍ଟ ହୋଇନି। ଭାରିସେଲ ଜୋଷ୍ଟର ଭୂତାଣୁ ଯୋଗୁଁ ହାଡ଼ଫୁଟି ହୋଇଥାଏ। ଏହା ଏକ ସଂକ୍ରମଣ ଜନିତ ରୋଗ ହୋଇପାରେ ବେଳେ ଏହି ଭୂତାଣୁ ବେଶ୍ ପୁରୁଣା। ଆକ୍ରାନ୍ତଙ୍କର ମୁହଁ ଓ ଶରୀରରେ ଫୋଟକା ହେବା ସହ ଜ୍ୱର ଓ ଅସୁସ୍ଥତା ପ୍ରକାଶ ପାଇଥାଏ। ତେବେ କୋଭିଡ୍ ପରବର୍ତ୍ତୀ ସମୟରେ ହାଡ଼ଫୁଟିରୁ ସୁରକ୍ଷା ପାଇଁ ଟିକା ନେଇଥିଲେ ବ୍ୟକ୍ତିଙ୍କଠାରେ ଦ୍ୱିତୀୟବାର ହେବାର ଦେଖିବାକୁ ମିଳୁଛି। ପ୍ରକୃତରେ ଏହାର କାରଣ କ'ଣ ଜଣାପଡ଼ିନି। ଖାସ୍ କରି ଟିକା ନେଇଥିବା ପିଲା ହାଡ଼ଫୁଟିରେ ଆକ୍ରାନ୍ତ ହେବାର ଆଶଙ୍କା କମ୍। ଯେଉଁମାନେ ବି ସଂକ୍ରମିତ ହୋଇଥାନ୍ତି ସେମାନଙ୍କଠାରେ କମ୍ ଲକ୍ଷଣ ଦେଖିବାକୁ ମିଳିଥାଏ। ମାତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ରହିଥିବା ଟିକାକରଣ କାର୍ଯ୍ୟକ୍ରମରେ ହାଡ଼ଫୁଟି ପାଇଁ କୌଣସି ଟିକା ଦିଆଯାଉନାହିଁ। ଏଥିପାଇଁ ଅଭିଭାବକଙ୍କୁ ବାହାର ଟିକା କିଣିବାକୁ କିଣି ଦେବାକୁ ମଧ୍ୟ ପଡ଼ୁଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଦୁନିଆ।